कार्तिक महात्म्य एकादश अध्याय। ततश्च राहुः पुनरेव जातः स्वात्मान् पश्मिन्निति मन्यमानः सम्यत् सर्वं कथायां बभूवः। जलन्धराय सविचेष्टितं यत् जलन्धरस्तु तत् श्रुत्वा कोपकुलितमानसः निर्जगामासु दैत्यानां कोटिभिः परिवारितः। नारद उवाच मुनि कहन्ति शुण राये राहु पଳାଇ महाभये मिଳିଲା ଜଳନ୍ଧର ଆଗେ ମନ ବିରସମାନ ଭଙ୍ଗେ। କହିଲା ଯାବତ ବୃତ୍ତାନ୍ତ ଶୁଣି କୋପିଲା ବୃନ୍ଦାକାନ୍ତ ମନ ଆକୁଳେ ମହାକୋପେ ଦୈତ୍ୟଙ୍କୁ ରାଇଲା ସମୀପେ। ଶମ୍ଭୁନି ଶମ୍ଭୁ ମୂଳେ ବଳ ତୁରିତେ ସାଜିଲା ସକଳ ରଥ ତୁରଙ୍ଗ ଗଜ ଖର ପଦାତି ବଳ ବଳିୟାର। ଶୁକ୍ରମୁନିଙ୍କୁ ଆଗ କରି ଯୁଦ୍ଧ ଉଦ୍ୟମେ ଦଣ୍ଡଧାରୀ ଆରୋହୀ ରତ୍ନମୟ ରଥେ ଧନୁ ନାରାଜ ଘେନି ହସ୍ତେ। ଈଶାନ ମାର୍ଗେ ଅନୁସରି ଥାଟ ଚଳିଲେ ଦିଗ ପୁରୀ ବନ ପର୍ବତ ମାଡ଼ି ଯାନ୍ତି ଆକାଶେ ଅଶ୍ଵ ପନ୍ତି ପନ୍ତି। ଧରଣୀ ପୁରୀ ଗଜ ଯୁଥେ ମଣି କାଞ୍ଚନମୟ ରଥେ କ୍ଷିତି ଆକାଶେ ପୁରୀ ଗଲେ ଯେସନେ ଜଳଧର ବୁଲେ। ଅଦ୍ୟ ମିଥୁନ ମାସେ ଉଠି ଧରଣୀ ଧରି ଶୂନ୍ୟେ ଘୋଟି ତେସନେ ନିଶାଚର ଦଳ ମେଘ ଗର୍ଜନ ମୁଖ ରୋଳ। ନିଶାଣ ବାଣ ତଡ଼ ବଡ଼ି ଜେହ୍ନେ ଶବଦ ଘଡ଼ଘଡ଼ି ବିବିଧ ଅସ୍ତ୍ର ଚକ୍ର କାତି ବିଜୁଳି ପ୍ରାୟ ଝଟକନ୍ତି। ପବନ ଗତି ଥାଟ ଯିବା ସେ ଜଳନ୍ଧର କି ମଘବା ଚଳଇ ନିଜ ଦଣ୍ଡ ଘେନି ପ୍ରଳୟ କରିବ ମେଦିନୀ। ତେମନ୍ତେ ଦିଶେ ଦୈତ୍ୟ ବଳ ପ୍ରଚଣ୍ଡେ ଚଳେ ମହୀସ୍ଥଳ। ପ୍ରଥମ ଦିନ ଥାଟ ନେଇ ସୁବର୍ଣ୍ଣ ରେଖା ତୀରେ ଯାଇ ସେଦିନ ପାରି ହୋଇ ବେଗେ ରହିଲେ ହିମଗିରି ଲାଗେ। ଏଥୁ ଅନ୍ତରେ ଶୁଣ ରାଏ ସ୍ୱର୍ଗେ ଯେ ଥିଲେ ଦେବତାଏ ଦୈତ୍ୟଙ୍କୁ ଦେଖି ଭୟ ମନେ ଗଲେ ସେ କପିଳାସ ସ୍ଥାନେ। ରୁଦ୍ର ଚରଣ ତଳେ ପଡ଼ି ଦେବେ କହିଲେ କର ଯୋଡ଼ି ଭୋ ପ୍ରଭୁ ଅମ୍ବିକା ରମଣ ଅମର ଲୋକ ପରେ ଯମ। ବିଷ୍ଣୁ ସହିତେ ରଣେ ଜିଣି ସର୍ବ ସମ୍ପଦ ବଳେ ଆଣି ରଖିଲେ ନିଜ ପୁରେ ନେଇ କେବେ ହେ ଶାନ୍ତି ନ ଭଜଇ। ତୁମ୍ଭ ଛାମୁକୁ ପୁଣି ଦୂତ ପେଶି ଯେ ଥିଲେ ସିନ୍ଧୁ ସୁତ ଆସି ଯେ ଥିଲା ଇନ୍ଦ୍ରାବାଦୀ ଯାହା କହିଲା ମନ୍ଦ ବୁଦ୍ଧି କେ ତାହା ବସାଇବ ତୁଣ୍ଡେ ସେ ପୁଣି ଗଲା ବିନା ଦଣ୍ଡେ। କହିଲା ଜଳନ୍ଧର ଆଗେ ତୁମ୍ଭ ମହିମା ଯେତେ ବାଗେ ଶୁଣି ଅସୁର କ୍ରୋଧ ହୃଦେ ଦଣ୍ଡ ସାଧିଲା ତୁମ୍ଭ ବାଦେ। ଅସୁର ବଳ ଘେନି ଆସି ପଥେ ରହିଲା ଆଜ ନିଶି କାଲି କରିବ ଘୋର ରଣ କହିଲୁ ସାବଧାନେ ଶୁଣ। ଦେବଙ୍କ ତହୁଁ ଏ ବଚନ ଶୁଣି ବିସ୍ମୟ ତ୍ରିଲୋଚନ। ବିଷ୍ଣୁଙ୍କୁ ଚିନ୍ତା କରି ମନେ ଶିବ ବସିଲେ ଯୋଗ ଧ୍ୟାନେ। ସେ ପ୍ରଭୁ ଯୋଗାଦି ପୁରୁଷ ଆସି ପ୍ରବେଶ ହର ପାଶ। ବିଷ୍ଣୁ ଦର୍ଶନ ପାଇ ଦେବେ ରୁଦ୍ର ସହିତ ଉଠି ସର୍ବେ। ନମିଲେ ଗୋବିନ୍ଦ ଚରଣ ମଧ୍ୟେ ବିଜୟ ନାରାୟଣ। ଶିବ ଜଣାନ୍ତି ଆଗ କରି ଭୋ ଦେବ ଶୁଣ ଦଇତ୍ୟାରି ତୁମ୍ଭେ ପ୍ରାଣୀଙ୍କ ପଞ୍ଚଭୂତ ମହିମା କଲୁ ବିପରୀତ। ଖଳନାଶନ ବାନା ବହି ଅସୁର ପୁରେ ଅଛ ରହି ନିଜ ସେ ପକେ ଦେଇ ଦୁଃଖ ଏଣୁ ମଣୁଛ କେଉଁ ସୁଖ। ଦେବ କଳଙ୍କ ଜଳନ୍ଧର ତାହାକୁ କିମ୍ପାଇଁ ନ ମାର। ଏବେ ଅସୁର ଦୁଷ୍ଟ ମତି ଆମ୍ଭଙ୍କୁ ମାଗଇ ପାର୍ବତୀ ନ ଦେଲୁ ବୋଲି କଲା କୋପ ଯୁଝି ଆସୁଛି କରି ତାପ। ଏକିସ ବିପରୀତ ବାଣୀ ବିଚାରି କହ ଚକ୍ରପାଣି। ରୁଦ୍ର ବଚନେ ଚକ୍ରଧର ବୋଲନ୍ତି ଶୁଣ ଦେବହର। ସେ ଜଳନ୍ଧର ତୁମ୍ଭ ଅଂଶେ ଜାତ ହୋଇଲା ସିନ୍ଧୁ ଦେଶେ ଯେଣୁ ସେ ଲକ୍ଷ୍ମୀର ସାନୁଜ ଏ ଦୁଇ ଉପ୍ରୋଧ ଦନୁଜ। ଆମ୍ଭରେ ନୁହଁଇ ବିନାଶ
ତୁମ୍ଭଙ୍କୁ ଅଛି ତେଣେ ଯଶ। ଦୁଷ୍ଟ ନିବାରି ସନ୍ଥ ରଖ, ହସି କହନ୍ତି ପଦ୍ମମୁଖ। ବିଷ୍ଣୁ ବଚନେ ବିଶ୍ୱନାଥ, ଶିରେ ନିବେଶିବେନି ହସ୍ତ। ବୋଲନ୍ତି ଶୁଣ ଗଦାଧର, ଦୈତ୍ୟନାଶନେ ଏକଶର। ସବୁ ଦେବଙ୍କ ତେଜ ଭରି, ମୋତେ ଆୟୁଧ ଦିଅ କରି। ଶେଷରେ ମାରିବି ଅସୁର, ଦେବଙ୍କ ଶତ୍ରୁ ଜଳନ୍ଧର। ଈଶ୍ୱର ବଚନ ପ୍ରମାଣେ, ସକଳ ଦେବେ ତତକ୍ଷଣେ। ଯେ ଯାହା ଅଙ୍ଗୁ ତେଜ କାଢ଼ି, ରଖିଲେ ଏକଠାବେ ବାଢ଼ି। ବିଷ୍ଣୁ ଆୟୁଧ କଲେ ତାହା, ସୁଦର୍ଶନ ବୋଲି ଯାହା। ଆଦିତ୍ୟ ତେଜ ଅନର୍ଗଳା, ଜାଜ୍ୱଲ୍ୟ ଯାର ଜ୍ୟୋତିମାଳା। ସେ ଚନ୍ଦ୍ର ତେଜ ପ୍ରାୟ ହୋଇ, 33 କୋଟି ଗୁଣେ ଭଇଁ। ସେ ଚକ୍ର ଘେନି ନାରାୟଣ, ରୁଦ୍ରଙ୍କୁ କଲେ ସମର୍ପଣ। ଦୈତ୍ୟ ଜାଣିବ ବୋଲି ଡରେ, ତୁରିତେ ଗଲେ ଯେଝାପୁରେ। ଦାନବପୁରେ ବିଜେ ହରି, ନ ଜାଣେ ଲକ୍ଷ୍ମୀ ଆଦି କରି। ଏଥୁ ଅନ୍ତରେ ନିଶି ଶେଷେ, ଅରୁଣ ଜ୍ୟୋତି ପରକାଶେ। ପୂର୍ବ ଦିଗରେ ଛାୟାପତି, ଉଦୟ ଅସ୍ତ ଗଲା ରାତି। ଦୈତ୍ୟ ଯେ ଥିଲା ହେମଗିରି, ପ୍ରଭାତେ ଥାଟ ସଜ କରି। ଧାଇଲେ ହରପୁର ମାର୍ଗେ, ଦେବେ ତ୍ରାସନ୍ତି ଚାହିଁ ସ୍ୱର୍ଗେ। ଅସୁର ଥାଟ ଘେନି ଯାଇ, ସରଣୀ ନଦୀ ତୀରେ ରହି। ବାଜଇ ଟମକ ନିଶାଣ, ଶୁଣି ଧାଇଁଲେ ରୁଦ୍ରଗଣ। ରାତ୍ରହୁ ଥିଲେ ସଜ ହୋଇ, ଯେଣୁ ବାରତା ଥିଲେ ପାଇ। ବେଗେ ଧାଇଁଲେ ଶସ୍ତ୍ର ଘେନି, କାମ କାହାଳି ଶିଙ୍ଗାଧ୍ୱନି। ବଜାଇ କଲେ ମହାଗୋଳ, ତାଳ ଡମ୍ବରୁ କୁତୂହଳ। ରୁଦ୍ର ଆଜ୍ଞାରେ ଥାଟ ଘେନି, କାର୍ତ୍ତିକ ବିନାୟକ ବେନି। ନନ୍ଦୀ ଭୃକୁଟି ମହାକାଳ, ଭୀମକ ବୀରଭଦ୍ର ମେଳ। ଏହାଙ୍କ ତୁଲେ ରୁଦ୍ରଗଣ, 14 କୋଟି ପରିମାଣ। ଜୟନ୍ତ ଅଜୟନ୍ତ ବେନି, ପିଶାଚ ବଳ ଖର୍ବ ତିନି। ଭୂତ ବେତାଳ ବୀର ଚଣ୍ଡ, କୁଷ୍ମାଣ୍ଡ କରେ ଲୌହ ଦଣ୍ଡ। ଷୋଳଶ କତି ଚକ୍ର ଭାଲ, ଘେନି ଧାଇଁଲେ ପଲ ପଲ। ଯୋଗୀ ସନ୍ନ୍ୟାସୀ ଦଣ୍ଡଧାରୀ, ସିଦ୍ଧ ସାଧବ ଦିଗମ୍ବରୀ। ସମାଧି ଆସନ ଉପେକ୍ଷି, ବେଗେ ଧାଇଁଲେ ଯୁଦ୍ଧ ଦେଖି। ପର୍ବତୁ ଓହ୍ଲାଇ ତୁରିତେ, ମିଳିଲେ ଦୈତ୍ୟଙ୍କ ଅର୍ଗତେ। ଅସୁରେ ରୁଦ୍ର ବଳ ଦେଖି, ବିନ୍ଧିଲେ ଉକ୍ରୋଧ ରଖି। ଶୁମ୍ଭ ନିଶୁମ୍ଭ ବେନି ବୀର, ଅସୁର ଥାଟେ ଆଗୁସାର। ଈଶ୍ୱର ଥାଟେ ସେନାପତି, କାର୍ତ୍ତିକେଶ୍ୱର ମହାମତି। ତାହାଙ୍କ ପଛେ ରୁଦ୍ର ବଳ, ଅସୁର ଥାଟେ କଲେ ଗୋଳ। ଚକ୍ର ନାରାଚ ଶୂଳ ପେଶି, ଉଭୟ ଥାଟ ମିଶାମିଶି। ବେନି ସାଗର ଭେଟ ପ୍ରାୟ, ସମର ଗତି ଅପ୍ରମେୟ। ବଜାଇ ନାନା ବାଦ୍ୟ ଧ୍ୱନି, ଶବଦେ କମ୍ପେ ପୁର ତିନି। ନିର୍ଘାତ ପ୍ରାୟ ବାଣ ବୃଷ୍ଟି, ଦିଶଇ ଧୂମମୟ ସୃଷ୍ଟି। ଉଭ୍ର ଥାଟେ ମୁଖ ଗୋଳ, ଶବଦ କଲେ କୋଳାହଳ। ସରଣୀ ନଦୀ କୂଳେ ରଣ, ଅସୁର ଥାଟେ ଶିବଗଣ। ଚକ୍ର କୁଠାର ବାଣ ପେଶି, ଘଡ଼ିକେ ଦୈତ୍ୟ ବଳ ନାଶି। ପଡ଼ିଲେ ଅସଂଖ୍ୟକ ମଡ଼ା, ତିଳେ ଧରଣୀ ନାହିଁ ଛଡ଼ା। 5 ଯୋଜନା ଆୟତରେ, ମଡ଼ା ପଡ଼ନ୍ତି ପଦ୍ମ ଫୁଲେ। ସେ ରୂପେ ନିଶାଚର ଗଣେ, ପଡ଼ି କାର୍ତ୍ତିକ ଗଣ ବାଣେ। ଭୀମକ ଭଦ୍ରସେନ ବୀର, ବଜ୍ର ସଦୃଶ ତାଙ୍କ ଶର। ବହୁତ ଦୈତ୍ୟ ବଳ ଛେଦି, ରକତେ ବୁହାଇଲେ ନଦୀ। ଶିବ ସୈନ୍ୟ ଧର୍ମ ବଳେ, ସେଦିନ ଜୟ କଲେ ହେଳେ। ଅସୁର ତାଟେ ପରାଜୟେ, ଏମନ୍ତର ବିୟସ୍ତ ହୁଏ। ସମର ଛାଡ଼ି ଦୁଇ ବଳେ, ରହିଲେ ନଦୀ ବେନି କୂଳେ।
ନିଶାରେ ଭୃଗୁସୁତ ଆସି ସମର ଭୂମି ମଧ୍ୟେ ପଶି ସୁମରି ମୃତ୍ୟୁ ସଞ୍ଜୀବନୀ ଜିଆଇ ଅସୁର ସଇନି ମିଳନ୍ତି ରାଜା ସନ୍ନିଧାନେ ପୁଣି ସମର ଆର ଦିନେ ପ୍ରଭାତୁ ମିଳିବେନି ବଳେ ଯୁଦ୍ଧ କରନ୍ତି ଅଙ୍ଗ ଛଳେ ପଡ଼ନ୍ତି ଦୁଇ ବଳ ଲୋକ ଅସୁର ମରନ୍ତି ଯେତକ ରାତ୍ରେ ଜିଆନ୍ତି ଭୃଗୁସୁତେ ଏମନ୍ତ ଗଲା ଦିନ କେତେ ରଜନୀ କାଳେ ଜଗି ବସି ଜାଣିଲେ ଶିବପୁରବାସୀ କହିଲେ ଶଙ୍କର ଅଗ୍ରତ ଭୂପ୍ରଭୁ ଶୁଣ ବିପରୀତ ତେଜେ ଅସୁର ଘୋର ରଣେ ନିତ୍ୟ ନାଶନ୍ତି ଶିବ ଗଣେ ଶୁକ୍ର ଜିଆନ୍ତି ତାଙ୍କୁ ରାତ୍ରେ ଏଣୁ ଅକ୍ଷୟ ଦୈତ୍ୟ ଗୋତ୍ରେ ଶୁଣି ବିସ୍ମିତ ବ୍ୟୋମକେଶ ସକ୍ରୋଧ ଛାଡ଼ିଲେ ନିଶ୍ୱାସ ଯୁଗାନ୍ତ ଯେହ୍ନେ ଘୋର ବାତ ଏକ ପିଶାଚି କଲେ ଜାତ କିସ କହିବା ତାର ମୂର୍ତ୍ତି ଗର୍ଜନେ କମ୍ପିଲା ଧରିତ୍ରୀ ମୁକୁଳା କେଶ ଫର ଫର ବଦନ ଅଟେ ଗିରିବର କର୍ଣ୍ଣ ନାସିକା ନେତ୍ରତୁଣ୍ଡ ଜିଣିୟ ନଳ ସାତ କୁଣ୍ଡ ପର୍ବତ ପ୍ରାୟ ବେନିସ୍ତନ ଶିଖେ କି ଉଦେନ ବଘନ ତେସନେ ଦିଶେ କୁଚ କାଳି ଭୁଜ କି ଦିଶେ ଆଦ୍ରାବଳୀ ବିସ୍ତାର ହ୍ରଦଗିରି ତଳେ ଯେହ୍ନେ ଦିଶଇ ଖରା ବେଳେ ଉଦର ତାର ଲକ୍ଷ୍ୟ ତେହ୍ନେ ଉତ୍ସର୍ଗ ତଳ ତରୁ ଯେହ୍ନେ ତେମନ୍ତ ଦିଶେ ପାଦ ପେନି ଅତି ଭୀଷଣ ଘୋର ଧ୍ୱନି କୋପେ କମ୍ପଇ ତାର ଦେହି ଚରଣେ ଦଳୁଅଛି ମହି ଏମନ୍ତ ମୂର୍ତ୍ତି ଦେଖି ଆଗେ ହର ବୋଇଲେ ଯାଅ ବେଗେ ଅସୁର ଗୁରୁ ଭୃଗୁ ଋଷି ଜାନାମ ଶୁକ୍ର ମହାଋଷି ତାହାକୁ ବିନାଶ ଗୁପତେ ସମର ଶେଷ ପର୍ଯ୍ୟନ୍ତେ ପ୍ରାଣେନ ମାରି ରଖିଥିବୁ ସମର ଅନ୍ତେ ଛାଡ଼ିଦେବୁ ଏମନ୍ତ ଶିବ ଆଜ୍ଞା ପାଇ ପିଶାଚି ରଣସ୍ଥାନେ ଯାଇ ପ୍ରବେଶ ହେଲା ନିଶା କାଳେ ଯେହ୍ନେ ମନ୍ଦର ମହାଜଳେ ସେହି ପ୍ରକାରେ ଥାଟେ ମିଳି କୋଟି ସଂଖ୍ୟାରେ ମୋଡ଼ା ଗିଳି ଯେହ୍ନେ ସାରଙ୍ଗ ରାଜପକ୍ଷୀ ନୀର ଉପେକ୍ଷୀ କ୍ଷୀର ଭକ୍ଷୀ ସେହି ପ୍ରକାରେ ଶିବଦୂତୀ ସମରେ ଅସୁର ନିପାତି ଦୈତ୍ୟ ଯେତକ ଶସ୍ତ୍ର କଲେ ତା ଅଙ୍ଗେ ନ ଭେଦିଲା ତିଳେ ଉଦର ପୂର୍ଣ୍ଣ କରି ବାଳି ଅସୁର ଗୁରୁ ଆଗେ ମିଳି ରଥୁ ଆଣିଲା ତାକୁ ଧରି ବୃକ୍ଷ କୁସୁମ ପ୍ରାୟ କରି ଅଧର ଅଙ୍ଗେ ନେଇ ଖୋସି ଗିରି କନ୍ଦରେ ଗଲା ପଶି ତା ଦେଖି ହାହାକାର କରି ଅସୁରେ ରଣେ ଅପସରି ଗୁରୁ ଅଭାବେ ମନେ କ୍ରୋଧି ଶିବ ଗଣଙ୍କୁ ସର ବିନ୍ଧି ନୃପତି ଠାରୁ ଆଜ୍ଞା ପାଇ ଶମ୍ଭୁ ନିଶମ୍ଭୁ ବେନି ଭାଇ କାଳ ନେମିକି ସଙ୍ଗେ ଘେନି ଯୁଦ୍ଧେ ଟେକିଲେ ବୀର ତିନି ତା ଦେଖି ନନ୍ଦୀ ମହାବଳୀ କାଳ ସେ ନମିକି ଉଗାଳି ଶମ୍ଭୁ ସମ୍ମୁଖେ ବିନାୟକ ନିଶମ୍ଭୁ ଦୈତ୍ୟକୁ କାର୍ତ୍ତିକ ଏମନ୍ତ ଷଡ଼ ମହାବଳୀ ଉଭୟ ଥାଟ ରଣେ ମିଳି ଯୁଦ୍ଧ କରନ୍ତି ଏକେ ଏକେ ଦୁର୍ଲଭ ରଣ ତିନି ଲୋକେ ନିଶମ୍ଭୁ ପଞ୍ଚବାଣ ସନ୍ଧି କାର୍ତ୍ତିକ ଉପରକୁ ବିନ୍ଧି ବାହନ ଉପରେ ପଡ଼ିଲା ଘାତେ ମୟୂର ମୋହ ଗଲା ପଦାତି ହୋଇ ଶିବସୁତ ଅସୁର ଯୁଦ୍ଧ ଅପ୍ରମିତ ନନ୍ଦିକେଶ୍ୱର ଶୂଳ ପିଟି କାଳ ନଉମି ରଥ ଫାଟି କେତୁ ସାରଥି ସାତ ଅଶ୍ୱ ଏକ ପ୍ରହାରେ ହେଲେ ନାଶ ପୁଣି କୁଠାର ପେଶି ନନ୍ଦୀ କାଳ ନେମିର ଧନୁ ଛେଦି ବିରଥୀ ହୋଇ ଦୈତ୍ୟ ବୀର ଘେନିଲା ଚର୍ମ ଶିବର ନନ୍ଦିକେଶ୍ୱର କରେ ଫଳା ସମରେ ତେଜ ନର୍ଗଳା ବେଳକୁ ବେଳ ଯୁଦ୍ଧ ଟାଣ ପଡ଼ଇ ବଜ୍ର ସମ ବାଣ ପର୍ବତ ଶିଖରୁ ପଥରେ ପଡ଼ିଲେ ଯେହ୍ନେ ଧ୍ୱନି କରେ ସେହି ପ୍ରକାର ବାଣ ବୃଷ୍ଟି ଶବଦେ କମ୍ପୁଅଛି ସୃଷ୍ଟି ଶମ୍ଭୁ ସଙ୍ଗତେ ଗଣପତି ମାଲବନ୍ଧରେ ଜନ୍ତା ଜନ୍ତି ଭୂମିରେ ପଡ଼ି ଗଡ଼ା ଗଡ଼ି କେଶରୀ ପ୍ରାୟ କରି ରଡ଼ି
ଚଡ଼କ ପ୍ରାୟ ମୁଷ୍ଟିଘାତ, ପେଟକୁ ପ୍ରହାରନ୍ତି ନାତ। ଅସୁର ଘାତେ ଗଜାନନ, କ୍ଷଣେ ହୋଇଲେ ଅଚେତନ। ପୁଣି ଚେତନା ପାଇ ରଣେ, ପରଶୁ ଧରି ତତକ୍ଷଣେ। ଶେଷରେ ଶମ୍ଭୁ ମୂରୁଛିତ, ଏମନ୍ତେ ଯୁଦ୍ଧ ଅପ୍ରମିତ। ଘୋର ସମର ଧ୍ୱନି ଶୁଣି, ନିଜେ ବିଜୟ ଶୂଳପାଣି। ଆରୋହୀ ବୃଷଭ ବାହନେ, ସଙ୍ଗେ ଅଛନ୍ତି ଗଣମାନେ। ଭୂତ ବେତାଳ ଦଣ୍ଡଧାରୀ, ଡାକିନି ଗଣ ଆଦି କରି। ଧାଇଁଲେ କିଳି କିଳା ନାଦେ, ବାଦନ କରି ନାନା ବାଦେ। ଡମ୍ବରୁ ଅନ୍ତରିକ୍ଷ ପୁରେ, ବନ ପର୍ବତ ନାଦ ପୁରେ। ସଙ୍ଗେ ଅସଂଖ୍ୟ ଯଗ୍ନି ବଳ, ଯେସନେ ନିହାର ପଟଳ। ଅସୁର ଥାଟେ ଆସି ମିଶି, ଶିବ ନାରାଜ ରିପୁ ଧ୍ୱଂସି। ରଣେ ଆନନ୍ଦ ପଶୁପତି, ବାଣ ବିନ୍ଧନ୍ତି କୋପେ ଅତି। ପିନାକ ଧନୁର୍ଗୁଣ ନାଦେ, ଦୈତ୍ୟଙ୍କ ହୃଦେ ଶର ଭେଦେ। ଏକ ନାରାଜେ ସେ ଧୃଜଟି, ସୈନ୍ୟ ମାରନ୍ତି କୋଟି କୋଟି। ତା ଦେଖି ଜଳନ୍ଧର ରଥେ, ଆରୋହୀ ଧନୁ ଧରି ହାତେ। ପ୍ରତି ଜଣରେ ଶର କରି, ଶିବଙ୍କୁ ତିନି ବାଣ ମାରି। ଗଣପତିଙ୍କ ପଞ୍ଚ ବାଣ, ବୀରଭଦ୍ରକୁ ଚାରି ପୁଣ। ନନ୍ଦୀ କାର୍ତ୍ତିକ ଥିଲେ ବକ୍ରେ, ତାଙ୍କୁ ପେଶିଲା ଏକ ଚକ୍ରେ। ମଣିଭଦ୍ରକୁ ଲୌହ ଦଣ୍ଡେ, ସର୍ବଗଣଙ୍କୁ କାଣ୍ଡେ କାଣ୍ଡେ। ଏକାବେଳକେ ଶତ ଶର, ସନ୍ଧାନ କଲା ଜଳନ୍ଧର। ତା ଦେଖି ପଶୁପତି ପୁଣି, ଦୈତ୍ୟ ନାରାଜ ସବୁ ଜାଣି। ଯେ ବୀରଭଦ୍ର ରଣେ କାଟି, ଅସୁର ରଥେ ଶୂଳ ପିଟି। ବିରଥି ହେଇ ଦୈତ୍ୟନାଥ, ପୁଣି ଆରୋହୀ ଅନ୍ୟ ରଥ। ବ୍ରହ୍ମ ଶପତି ଧରି କରେ, ପିଟିଲା ବୀରଭଦ୍ର ଶିରେ। ଦୈତ୍ୟ ପ୍ରହାରେ ଭଦ୍ରବୀର, ରଣେ ହୋଇଲା ଅପହାର। ଏ ଚାରି କ୍ଷେତ୍ରୀ ମାଲ ଯୁଦ୍ଧେ, ପଡ଼ି ଗଡ଼ନ୍ତି ମାଲ ବନ୍ଧେ। ହେତି ପ୍ରହେତି ବୀର ବେନି, ଯୁଝନ୍ତି ଶାଳ ଶିଳ ଘେନି। ଏମନ୍ତେ ଅସ୍ତ ଗଲା ବେଳ, ରଣ ଉପେକ୍ଷି ବେନି କୂଳ। ରହିଲେ ବେନି ଭାଗ ହୋଇ, ମଧ୍ୟେ ଯୋଜନେ ଛଡ଼ା ରହି। ହରି ବିଜୟ ନିଜ ପୁରେ, ସ୍ନାହାନ ସାରି ଗଙ୍ଗା ନୀରେ। ଈଶ୍ୱର ଭାବେ ସଦାନନ୍ଦ, ଘେନାଇ ପାରିଷଦ ବୃନ୍ଦ। ତାଣ୍ଡବ ନୃତ୍ୟ ରଙ୍ଗେ ପଶି, ଆନନ୍ଦେ ପୁହାଇଲେ ନିଶି। ସେ ମହାଦେବ ବିଶ୍ୱବାସ, ନମଇ ମହାଦେବ ଦାସ। ଜୀବନ କାରଣ ନିମନ୍ତେ, ଶରଣ ହରିପାଦ ଗତେ। ସେ ପ୍ରଭୁ ଦୟା ଅନୁରାଗେ, ପଦ୍ମ ପୁରାଣ ଗୀତ ଯୋଗେ। ଶୁଣ ସୁଜନେ ଏ ଚରିତ, କାର୍ତ୍ତିକ ମାହାତ୍ମ୍ୟ ଅମୃତ। ତୁଳସୀ ଉତ୍ତପତି ବାଣୀ, ଶୁଣି ସଂସାର ଉତ୍ତର ପ୍ରାଣୀ। ଉତ୍ତରଖଣ୍ଡ ସାରସ୍ୱତ, କାର୍ତ୍ତିକ ମାହାତ୍ମ୍ୟ ଅମୃତ। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ କାର୍ତ୍ତିକ ମାହାତ୍ମ୍ये ଜଳନ୍ଧର ସଂଗ୍ରାମେ ନାମ ଏକାଦଶ ଅଧ୍ୟାୟः।